ଯିଏ ପାଠ ନ ପଢ଼ି ଶିକ୍ଷିତ ହୋଇଯାଆନ୍ତି। ନମସ୍କାର ଶ୍ରୋତା ବନ୍ଧୁ, ଆମ ଚ୍ୟାନେଲ RNP ଷ୍ଟୋରି ଡାଏରୀକୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ରାଗିବା ନିଶ୍ଚୟ ଭୁଲ ହୋଇଥାଏ, କିନ୍ତୁ ସବୁବେଳେ ସହିଯିବା ବି ଠିକ୍ ନୁହେଁ। ତୁମେ ସହିଗଲେ ଲୋକେ କହିବା ଶିଖିଯିବେ। ବିଲେଇ ଅତି କଅଁଳ ଲୁହାକୁ କାମୁଡ଼ିଥାଏ, ସେହିପରି ମଣିଷ ସରଳ ମଣିଷ ଦେଖି ନିଜର ପତିଆରା ଜାହିର କରିଥାଏ। ମୁଁ ଏକଥା କହୁନି କି ତୁମେ ବି ରାଗରେ କିଛି ଭୁଲ କୁହ ବା କର, କିନ୍ତୁ ରାଗ ସମୟରେ ବୁଦ୍ଧି ପ୍ରୟୋଗ କରିବାକୁ ଜମାରୁ ଭୁଲ ନାହିଁ। କେଉଁଠି କେଉଁ କଥା କେତେ ପରିମାଣରେ କୁହାଯିବ, ଏହାର ନିର୍ଣ୍ଣୟ ଦେଖି ଚାହିଁ ନିଅ। ଯେପରି ସାପ ମରିଯିବ କିନ୍ତୁ ବାଡ଼ି ଭାଙ୍ଗିବ ନାହିଁ, ଅର୍ଥାତ୍ ଏପରି ଚାଲାକି ସହ ଉତ୍ତର ଦିଅ ଯେମିତି ସାମ୍ନା ଲୋକ ଆଗକୁ କିଛି କହିବା ବା କରିବା ପୂର୍ବରୁ 100 ଥର ଚିନ୍ତା କରିବେ। କଥା କହିବା ଶିଖିଯାଅ, ଏହି କଥା ତୁମକୁ ରାଜା ବନେଇ ପାରିବ ଏବଂ କଥା ହିଁ ତୁମକୁ ଦାସ ବନେଇ ବି ପାରିବ। ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ ଏବଂ ପ୍ରତ୍ୟେକ କଥାକୁ ବୁଦ୍ଧିମତାର ସହ ତୁଲାଅ, ଦେଖିବ ତୁମକୁ କେହି ବି ହରାଇ ପାରିବେ ନାହିଁ। ବନ୍ଧୁଗଣ, ଏହି କଥାରେ ଆପଣଙ୍କ ମତାମତ କ'ଣ? କମେଣ୍ଟରେ ଲେଖନ୍ତୁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ବନ୍ଧୁଗଣ, ସବୁବେଳେ କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖ, ଯେପରି ଆଳସ୍ୟ ଛୁଇଁ ମଧ୍ୟ ପାରିବନି। କଥାରେ ଅଛି, ଖାଲି ଦିମାଗ ଶୈତାନ କେ ବାସ। ମଣିଷ ପାଖରେ ଯେବେ କିଛି କାମର ଚିନ୍ତା କରିବାକୁ ନଥାଏ, ସେତେବେଳେ ମଣିଷକୁ କେବଳ ଖରାପ ଚିନ୍ତାଧାରା ଆସେ, ଯାହା ଦିମାଗକୁ ଦୁର୍ବଳ କରିଦିଏ, ମନକୁ ଏତେ ନକାରାତ୍ମକ ଭାବନାରେ ଭରିଦିଏ କି ସହଜ କାମ ମଧ୍ୟ ଅସମ୍ଭବ ଭଳି ପ୍ରତୀତ ହୁଏ। ସେଥିପାଇଁ ନିଜକୁ ସର୍ବଦା କୌଣସି ନା କୌଣସି କାମରେ ନିଶ୍ଚୟ ବ୍ୟସ୍ତ ରଖ। ଦୁଃଖ, ଶୋକ, ଭୟ ଏବଂ ଚିନ୍ତା ଏସବୁରୁ ମଣିଷ ନିଜେ ବଞ୍ଚିପାରିବ ଯଦି ସିଏ ସବୁବେଳେ କୌଣସି ଏକ ଉତ୍ତମ କାର୍ଯ୍ୟରେ ମନୋନିବେଶ କରିବ। ତେଣିକି ସେହି ଉତ୍ତମ କାର୍ଯ୍ୟ ନିଜକୁ ଉନ୍ନତି କରିବା ପାଇଁ ହୋଇଥାଉ କିମ୍ବା ଭଗବାନଙ୍କ ଚିନ୍ତନ କରିବା ହୋଇଥାଉ। ସବୁବେଳେ ଆତ୍ମସମୀକ୍ଷା କରିବା ଉଚିତ କି ତୁମେ ଆହୁରି କେତେ ଭଲ କରିପାରିବ। ଜୀବନରେ ଯାହାକୁ ଭୁଲି ନ ପାରିବ ତାକୁ କ୍ଷମା କରିଦେବ, ଆଉ ଯାହାକୁ କ୍ଷମା କରିପାରିବନି ତାକୁ ଭୁଲିଯିବ। ସିଏ ସେତେବେଳେ ଆମକୁ ଖୋଜନ୍ତିନି ଯେତେବେଳେ ଆମେ ଏକୁଟିଆ ପଡ଼ିଯାଉ। ଲୋକ ତ ସେତେବେଳେ ଆମକୁ ମନେ ପକାନ୍ତି ଯେତେବେଳେ ସିଏ ଏକୁଟିଆ ହୋଇଯାଆନ୍ତି। ଯଦି କେହି ବାରମ୍ବାର ତୁମ ସହ କଥା ହେବା ପାଇଁ ବାହାନା ଖୋଜୁଛି, ତାହେଲେ ଏ କଥା ବୁଝିଯାଅ ତୁମେ ତା ପାଇଁ ବହୁତ ଖାସ୍ ମଣିଷଟେ ଅଟ। ଯେଉଁ ମଣିଷ ମନରେ ତୁମ ପାଇଁ କିଛି ମହତ୍ଵ ନାହିଁ, ସେ ମଣିଷ ତୁମର ଛୋଟ କଥାରେ ବି ଅଧିକା ରାଗିବ। ଯେଉଁ ବ୍ୟକ୍ତି କେବେ ଭୁଲ କରିନାହିଁ, ୟାର ଅର୍ଥ ସେ କେବେ ଚେଷ୍ଟା ହିଁ କରିନାହିଁ। କେହି ଅଳସୁଆ ନୁହନ୍ତି, କେବଳ ସେମାନଙ୍କ ପାଖରେ ସେମିତି କିଛି ବଡ଼ ଲକ୍ଷ୍ୟ ବା ଉଦ୍ଦେଶ୍ୟ ନାହିଁ ଯାହା ତାଙ୍କୁ ପ୍ରେରିତ କରିପାରିବ। ସଫଳ ତ ସେଇମାନେ ହୁଅନ୍ତି ଯିଏ ଅନ୍ୟର କଥା ଉପରେ ନୁହେଁ, ନିଜ କର୍ମ ଉପରେ ଭରସା ରଖିଥାନ୍ତି। ପରିଚୟ ଏପରି ତିଆରି କର ଯେପରି ଲୋକ ତୁମ ଚେହେରାରୁ ନୁହେଁ, କେବଳ ତୁମ ନାଁକୁ ତାଙ୍କ ପରିଚୟ କରିନେବେ। ଓଜନ ତୁମ କଥାରେ ଦିଅ, କଣ୍ଠସ୍ୱରରେ ନୁହେଁ, କାରଣ ଫସଲ ବର୍ଷାରେ ହୋଇଥାଏ, ଅଧିକ ବନ୍ୟାରେ ନୁହେଁ। ସଫଳତାର ଶିଖରରେ ପହଞ୍ଚିବାକୁ ବହୁତ ଯାତନା ସହିବାକୁ ପଡ଼ିଥାଏ, ହେଲେ କିଛି ଅଳସୁଆ ୟାକୁ ଭାଗ୍ୟର ବରଦାନ ବୋଲି ବାହାନା କରିଥାନ୍ତି। ଭଲରେ ହାତକୁ ଦେଖିନିଅ, ସଫଳତା ତୁମ ହାତରେ ହିଁ ଅଛି, ହେଲେ ତାହା ହାତ ରେଖାରେ ନୁହେଁ, ବରଂ ହାତର ପରିଶ୍ରମରେ ଅଛି। ଜୀବନରେ ଗୋଟିଏ ସରଳ ମନ୍ତ୍ର ମନେ ରଖିଦିଅ କି ମୁଁ ସେ ପର୍ଯ୍ୟନ୍ତ ଚେଷ୍ଟା କରିଚାଲିବି ଯେଉଁ ପର୍ଯ୍ୟନ୍ତ ମୁଁ ମୋ ଲକ୍ଷ୍ୟସ୍ଥଳରେ ନ ପହଞ୍ଚି। କେହି ଯଦି ଜବରଦସ୍ତି କଳହ ସୃଷ୍ଟି କରିବାକୁ ଚାହୁଁଛି, ତେବେ ସେଠାରେ ନୀରବତା ହିଁ ସବୁଠାରୁ ଉଚିତ କାର୍ଯ୍ୟ ହେବ। କାରଣ ଯୁକ୍ତିରେ ଯୁକ୍ତି କଲେ ତାହା କମିବା ପରିବର୍ତ୍ତେ ବଢ଼ିଥାଏ। ତାପରେ ବି ଯେଉଁ ମଣିଷର ସ୍ୱଭାବ କଳି କରିବାର, ତାଙ୍କ ପାଇଁ ନିଜର ସମ୍ମାନ ନଷ୍ଟ କରିବା କଦାଚିତ୍ ଉଚିତ ନୁହେଁ। ଯେତିକି ଅଛି ସେତିକିରେ ଖୁସି ହୁଅ। ଅନ୍ୟକୁ ଦେଖି ଈର୍ଷା କରିଲେ ବଞ୍ଚିଥିବା ଖୁସି ସହ ଜୀବନରୁ ଶାନ୍ତି ବି ଚାଲିଯାଏ।
ପରିଶ୍ରମ କରିବାରେ କେବେ ପଛଘୁଞ୍ଚା ଦିଅ ନାହିଁ, କାରଣ ଆଜିର ପରିଶ୍ରମ ହିଁ ତୁମକୁ କାଲି ସଫଳତା ଦେବ। ପରିସ୍ଥିତି ଯେପରି ବି ହେଉଥାଉ ନା କାହିଁକି, ସ୍ୱପ୍ନ ଆଉ ଅଭିଳାଷ ସବୁବେଳେ ବଡ଼ ହୋଇଥିବା ଦରକାର। ଗୋଟିଏ କଥା ମନେ ରଖିବେ ବନ୍ଧୁଗଣ, ଯିଏ ଅନ୍ୟର କଥା ତୁମ ପାଖରେ କୁହେ, ସିଏ ତୁମ କଥା ବି ଅନ୍ୟ ପାଖରେ ନିଶ୍ଚୟ କହୁଥିବ। କ୍ରୋଧରେ ଥିଲାବେଳେ ଏପରି ଶବ୍ଦ ବ୍ୟବହାର କରିବା ଦରକାର କି ପରେ ଶାନ୍ତି ହେଲା ପରେ ଯେପରି ଅନୁତାପ କରିବାକୁ ନ ପଡ଼େ। କିଛି ଜିନିଷ ସମୟ ପୂର୍ବରୁ ମିଳିଲେ ମଣିଷ ତାର ମୂଲ୍ୟ ବୁଝିପାରେ ନାହିଁ, ଆଉ ସମୟ ପରେ ମିଳିଲେ ତାକୁ ମହତ୍ତ୍ୱ ଦିଏ ନାହିଁ। ସତ୍ୟ, ନିଷ୍ଠା, ନ୍ୟାୟ ଏବଂ ଜ୍ଞାନ ଯାହା ପାଖରେ ନାହିଁ, ସିଏ ମଣିଷ ନୁହେଁ, ପଶୁ ସହ ସମାନ ହୋଇଥାଏ। ସେହି ମଣିଷ ପାଇଁ କାନ୍ଦିବା ଭୁଲ, ଯାହାକୁ ତୁମ ଲୁହର ମୂଲ୍ୟ କ'ଣ ଜଣା ନଥାଏ। ପରିଚୟ ସମସ୍ତଙ୍କ ସହ ରଖ, କିନ୍ତୁ ସମ୍ପର୍କ ଦେଖି ଚାହିଁ ବଢ଼ାଅ। ଭରସା ସମସ୍ତଙ୍କର ଜିତ, କିନ୍ତୁ ବିଶ୍ୱାସ କେବଳ ନିଜ ଉପରେ ରଖ। ଘରର କାନ୍ଥରେ ଫାଟ ସୃଷ୍ଟି ହେଲେ ତାକୁ ମରାମତି କରିବା ଦରକାର, ନହେଲେ ଘର ମାଟିରେ ମିଶିଯିବାର ସମ୍ଭାବନା ଥାଏ। ସେହିପରି ଯଦି ସମ୍ପର୍କରେ ଫାଟ ସୃଷ୍ଟି ହୁଏ, ତାକୁ ସଜାଡ଼ିବା ଦରକାର, ନହେଲେ ସମ୍ପର୍କ ଭାଙ୍ଗିଯିବାର ସମ୍ଭାବନା ଥାଏ। ସବୁ ଭାବନାକୁ ବ୍ୟକ୍ତ କରିବା ପାଇଁ ଶବ୍ଦ ନଥାଏ, ସବୁ ଇଚ୍ଛାକୁ ପୂରା କରିବା ପାଇଁ ସାମର୍ଥ୍ୟ ନଥାଏ। ସେଥିପାଇଁ କିଛି ଦୋଷ ନଥାଇ ବି ବେଳେବେଳେ ଦୋଷୀ ହେବାକୁ ପଡ଼େ, ଆଉ କିଛି ଇଚ୍ଛାକୁ ମାରିଦେଇ ହସି ହସି ବଞ୍ଚିବାକୁ ହୁଏ। ଭାଗ୍ୟଶାଳୀ ସିଏ ହୁଏ ଯାହାକୁ ସବୁକିଛି ଭଲ ମିଳିଥାଏ ଏବଂ ସିଏ ଯାହାକୁ କିଛି ବି ମିଳୁ ତାକୁ ଭଲରେ ରୂପାନ୍ତରିତ କରିଦିଏ। ପୁଅ ହେଉକୁ ଝିଅ ସମସ୍ତେ ପ୍ରେମ କରିବାକୁ ଚାହାନ୍ତି, କିନ୍ତୁ ପ୍ରେମରେ କେହି ପ୍ରେମର ନିୟମ ମାନନ୍ତିନି। ହୃଦୟକୁ ହୃଦୟରୁ ନ ଚିହ୍ନି ଶରୀରରୁ ଶରୀରକୁ ଚିହ୍ନିବାକୁ ଚେଷ୍ଟା କରନ୍ତି। ଧୋକା ପାଇଲା ପରେ ଶରୀରକୁ ଦୋଷ ନ ଦେଇ ବିଚରା ହୃଦୟ ଆଉ ପ୍ରେମକୁ ଦୋଷ ଦିଅନ୍ତି। ମୁଁ ଠିକ୍ ଅଛି, ଏ କଥା କାହାକୁ ବି କହିହେବ, କିନ୍ତୁ ମୁଁ ଅସୁବିଧାରେ ଅଛି, ଏ କଥା କହିବା ପାଇଁ କେହି ଜଣେ ଖାସ୍ ଲୋକ ଦରକାର। ମଣିଷର ମୁହଁ ଚିହ୍ନିବା ସହଜ, କିନ୍ତୁ ମୁହଁ ଦେଖି ଉଦ୍ଦେଶ୍ୟ ଜାଣିବା ବହୁତ କଷ୍ଟ, କାରଣ ଏଠି ମଣିଷଙ୍କର ଚେହେରାରେ ପଛରେ ଆଉ ଗୋଟିଏ ଚେହେରା ଲୁଚିକି ଥାଏ। ଏଇ ଗୋଟିଏ ଭୁଲ ପ୍ରାୟ ସମସ୍ତଙ୍କର ହୋଇଥାଏ। ଆମକୁ ସତରେ ଭଲ ପାଉଥିବା ମଣିଷ ଆଉ ଭଲ ପାଇବାର ଅଭିନୟ କରୁଥିବା ମଣିଷଙ୍କୁ ଚିହ୍ନିବାର ଭୁଲ। ଯିଏ ଅନ୍ଧାରକୁ ଅତି ପାଖରୁ ଦେଖିଛି, କେବଳ ସିଏ ହିଁ ବୁଝିପାରିବ ଯେବେ କିଛି ଦେଖାଯାଏନି, ସେତେବେଳେ କ'ଣ କ'ଣ ଦେଖାଯାଏ। ଖରାପ ନିଶା ଏବଂ ଖରାପ ଚରିତ୍ରର ବନ୍ଧୁ ଯେବେ ଦୁଇଟି ଯାକ ଅଭ୍ୟାସ ଲାଗିଯାଏ, ମଣିଷ ଅଜାଣତରେ ବର୍ବାଦ ହୋଇଯାଏ। ଟଙ୍କା ବଡ଼ ଘର କିଣିପାରେ, କିନ୍ତୁ ଭଲ ପରିବାର ନୁହେଁ। ଟଙ୍କା ବିଛଣା କିଣିପାରେ, କିନ୍ତୁ ନିଦ ନୁହେଁ। ଟଙ୍କା ଘଣ୍ଟା କିଣିପାରେ, କିନ୍ତୁ ସମୟ ନୁହେଁ। ଟଙ୍କା ବହି କିଣିପାରେ, କିନ୍ତୁ ଜ୍ଞାନ ନୁହେଁ। ଶେଷରେ ଟଙ୍କା ବନ୍ଧୁ କିଣିପାରେ, କିନ୍ତୁ ସ୍ନେହ ଆଦର ନୁହେଁ। ଏହି ତିନି ପ୍ରକାର ମଣିଷ ଅହଙ୍କାରୀ ହୋଇଯାନ୍ତି। ଏକରେ ଯିଏ ପାଠ ନ ପଢ଼ି ଶିକ୍ଷିତ ହୋଇଯାନ୍ତି। ଦୁଇରେ ଯିଏ ହୃଦୟରୁ ନୁହେଁ ବରଂ ଚେହେରାରୁ ସୁନ୍ଦର ହୋଇଥାନ୍ତି। ତିନିରେ ଯିଏ ବିନା ପରିଶ୍ରମରେ ବଡ଼ ହୋଇଯାନ୍ତି। ପ୍ରିୟ ଶ୍ରୋତାବନ୍ଧୁ, ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା, ତେବେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ ସ୍ୱାମୀ। ନମସ୍କାର।